ପରେ ଜାଣିଲି ରେଜିଗ୍ନେସନ୍ ସେ ମୁଇଁ ପଦତ୍ୟାଗ କରୁଛେ ବୋଲିକି ଲେଖିକି ଦେଲି। କିନ୍ତୁ କାରଣଟା କାଣା ପଚରାବାର୍ ଲାଗି ଲେଖା ହେଇଛେ ସେଠି କହିଲେ ଯେତେବେଳେ ପଢ଼ିଲି ସେ ଆମର୍ ଦୁର୍ଯ୍योधन ଛନ୍ଦ ଦୀପାଞ୍ଜଳି ଦାସକେ ଆଣିକରି ତାକର ନାତିର ଅନ୍ନପ୍ରାଶନ ଉତ୍ସବରେ ଯେତେବେଳେ ପରିବେଷଣ କୀର୍ତ୍ତନ ପରିବେଷଣ କରାଲେ ସେ ବାବଦରେ ସେ ହେଉଛନ୍ ଯୁବ କୀର୍ତ୍ତନିଆ। ଏବେ ତାକର କୀର୍ତ୍ତନିଆମାନଙ୍କର ସଙ୍ଗେ ସମ୍ପର୍କ ବହୁତ ଅଛେ। ଆମେମାନେ ପୁରୁଣା ହେଲୁନୁ, ଆମରମାନଙ୍କର ସଙ୍ଗେ ସମ୍ପର୍କ ବେଶୀ କୀର୍ତ୍ତନିଆମାନଙ୍କର ନାହିଁ, କିନ୍ତୁ ତାକୁ ବହୁତ ଚିହ୍ନିଛନ୍। ସେ ତାଙ୍କର ପାଖେ ବହୁତ ଜାଗାରୁ ମାନେ ଏଇ ବାବଦରେ ବିରୋଧ আসলা যে তুমি সংঘ গঠন করিছ, এই সংঘ গঠন দ্বারা এই কামটি যেহেতু দুর্যোধন ছন্দ তোমার ভেড়ান ব্লকর আর তোমার সংঘরে অছে ଆଉ ଏଡ଼କି ବଡ଼ ଖରାପ କାମଟି କଲା ଯେନ୍ଟାକି ବରଗଡ଼ ଡିଷ୍ଟ୍ରିକ୍ଟର ସବୁ କୀର୍ତ୍ତନିଆ ତାକେ ବିରୋଧ କରିଛନ୍, କିନ୍ତୁ ସେ ନେଇକରି ତାର ଗାଁରେ ପରିବେଷଣ କଲେ। ଇ ଜିନିଷ ତାଙ୍କୁ ଟିକେ ବାଧଲା, ତେଣୁକରି ସେ ତ୍ୟାଗପତ୍ର ଦେଇଥିଲେ। ଆଉ ସେଟା ପଢ଼ିକରି ଆମର ଭେଡ଼ାନ ବ୍ଲକ ସଂକୀର୍ତ୍ତନ୍ୟ ସଂଘ ତରଫରୁ ଆଜି ଆମେ ସଭାଟେ କରିକରି ସେଇ ସଭାରେ ଆମେ ଗୋଟେ ନିର୍ଣ୍ଣୟ କଲୁ ଯେ ଯେହେତୁ ସେ ଡାକିଛି ଆଉ ସେ ଦୀପାଞ୍ଜଳି ଦାସକେ ସମସ୍ତଙ୍କୁ ସବୁ କୀର୍ତ୍ତନିଆ ମାନେ ବିରୋଧ କରବାର୍ ଲାଗି ଆଉ ମହିଳାମାନେ ବିରୋଧ କରବାର୍ ଲାଗି ସେ ନିଜେ ଦୁଇଟା ମିଟିଂ କରିଛନ୍ ପଶ୍ଚିମ ଓଡ଼ିଶା ସଂକୀର୍ତ୍ତନ ପରିଷଦକେ ନେଇକରି ଆଉ ବନ୍ଦଲା ଗାଁର ଲୋକଙ୍କୁ ନେଇକରି ଯୋଡ଼େ ମିଟିଂ କରିଛନ୍। କିନ୍ତୁ ସେହି ଦୀପାଞ୍ଜଳି ଦାସକେ ଆଣିକରି ସେ ଘରେ ଯେହେତୁ ପରିବେଷଣ କରାଲେ କୀର୍ତ୍ତନଟା, ଇଟା ସମସ୍ତଙ୍କର ପ୍ରତି ଗୋଟେ ଅପମାନ ବୋଧ ଆଉ ଏକତାର ଭଙ୍ଗ, ଦୁଇରେ ଅପରାଧ ମଧ୍ୟ ପାପ ମଧ୍ୟ। ତେଣୁକରି ଆମେ ତ କୌଣସି କୋର୍ଟ କଚେରୀ କିମ୍ବା ପୋଲିସ ଏହିସବୁ ଧନ୍ଦା କିଛି କରି ନାଇଁ ପାରୁ। ଆଉ ଯେହେତୁ ଆମର ଭେଡ଼ାନ ବ୍ଲକର କୀର୍ତ୍ତନ ସଂଘର ସେ ଜଣେ ମେମ୍ବର ଆଉ ଗୋଟେ ସକ୍ରିୟ ଭକ୍ତ ଆମେ ଏତିକି କରିପାରମୁ ଯେ ଆମେ ଆମର ସଂଘ ତରଫରୁ ଆମର ଭେଡ଼ାନ ବ୍ଲକ ସଂକୀର୍ତ୍ତନ ସଂଘରୁ ତାଙ୍କୁ ପରିତ୍ୟାଗ କରୁ। ଆଜିଠାରୁ ତାଙ୍କୁ ଆମେ ଭାଷଣ କଲୁ ଆଉ ତାଙ୍କର ପ୍ରିଲିମିନାରୀ ମେମ୍ବରସିପ୍ ଇତ୍ୟାଦି ବି ଆମେ ତାଙ୍କୁ କାଟିଲୁ। ଏତିକି ଆମେ କରିପାରମୁ, ଆଉ ତ କିଛି କରି ନାଇଁ ପାରୁ। ଏତିକି କହିକରି ମୁଁ ସମସ୍ତଙ୍କୁ ନମସ୍କାର। ଆପଣଙ୍କର ମତାମତ କିଛି ଆଜ୍ଞା? আমার